ପାଟଣାରେ କିଶୋରୀ ବାଳିକାଙ୍କ ଆତ୍ମରକ୍ଷା ଶିବିର। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଜିଏନ୍ ହାଇସ୍କୁଲ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଦ୍ୱାରା କିଶୋରୀ ବାଳିକାମାନଙ୍କ ବ୍ଲକ ସ୍ତରୀୟ ଏକ ଦିବସୀୟ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଛି। 20ଟି ପଞ୍ଚାୟତର ପ୍ରତି ପଞ୍ଚାୟତରୁ 2 ଜଣ ଲେଖାଏଁ କିଶୋରୀ ଉପସ୍ଥିତ ରହି ଆତ୍ମରକ୍ଷା କୌଶଳ ତାଲିମ ନେଇଥିଲେ। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ପାଟନା ସିଡିପିଓ କଳ୍ପନା ଦୋରା, ସମ୍ମାନିତ ଅତିଥି ଭାବେ ପାଟନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଯାଜ୍ଞସେନୀ ମହାନ୍ତ, ଆଇସିଡିଏସ୍ର ରାଜ୍ୟ ସଂଯୋଜିକା ମହେଶ୍ୱତା ଦାସ, ରାଜ୍ୟ ମିଡ଼ିଆ ସେଲ୍ ସଂଯୋଜିକା ପୂଜାରିଣୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଆସ୍ପାୟାର ପାଟନା ବ୍ଲକ ସଂଯୋଗ ଶିଶିର କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ କବୀନ୍ଦ୍ର ଦେହୁରୀ କିଶୋରୀ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ। ଶିବିରରେ ଜିଏନ୍ ହାଇସ୍କୁଲ ଖେଳ ଶିକ୍ଷୟିତ୍ରୀ ଦୁର୍ଗାବତୀ ମହାନ୍ତ, ରାଜନଗର ହାଇସ୍କୁଲର ଖେଳ ଶିକ୍ଷୟିତ୍ରୀ ରୀନା ରାଣୀ ନାୟକ ପ୍ରମୁଖ ପ୍ରଶିକ୍ଷଣରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଆସ୍ପାୟାର ଆଇସିଡିଏସ୍ ସଂଯୋଗ ରାଜକୁମାର ପଲେଇ ପରିଚାଳନା କରିଥିବା ବେଳେ ଦେବଯାନୀ ଶତପଥୀ, ଉଜ୍ଜୟିନୀ ମହାନ୍ତ, ନରୋତ୍ତମ ବରଡ଼ିଆ, ମନୋଜ କୁମାର ବେହେରା ସମେତ 20ଟି ପଞ୍ଚାୟତର ଆସ୍ପାୟାର ସଂଯୋଗମାନେ ସହଯୋଗ କରିଥିଲେ। କବୀନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନିଜୁଡ଼ିଆ।